ପାଞ୍ଚଟି ରହସ୍ୟମୟ ମନ୍ଦିର। ଆଜ୍ଞା ହଁ, ଆମ ଭାରତରେ ଏମିତି ବହୁତ ମନ୍ଦିର ଅଛି ଯେଉଁ ମନ୍ଦିରର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ ମଧ୍ୟ ସାଧାରଣ ଲୋକ ବହୁତ କିଛି କଥା ଜାଣିନାହାନ୍ତି। ତେବେ ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ପାଞ୍ଚଟି ଏମିତି ରହସ୍ୟମୟ ମନ୍ଦିର ବିଷୟରେ ଯେଉଁ ମନ୍ଦିରର ରହସ୍ୟ ବିଷୟରେ ଆପଣମାନେ ଯଦି ଆଜି ବି ଶୁଣନ୍ତି ତାହେଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଦେଖିଲେ ବହୁତ କିଛି ରହସ୍ୟମୟ କଥା ଆପଣମାନେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ତେବେ ପ୍ରଥମରେ ହେଉଛି ପଦ୍ମନାଭ ସ୍ୱାମୀ ମନ୍ଦିର। ଏ ମନ୍ଦିରଟି କେଉଁଠି ଅଛି? କେରଳରେ। କେରଳର ତିରୁଅନନ୍ତପୁରମରେ ଏ ମନ୍ଦିରଟି ଅଛି। ଏ ଯେଉଁ ପଦ୍ମନାଭ ସ୍ୱାମୀଙ୍କ ମନ୍ଦିର, ଏହା ହେଉଛି ନାରାୟଣଙ୍କର ଏକ ସ୍ୱରୂପ, ଯାହାକି ଏ ମନ୍ଦିରରେ ପୂଜା ପାଉଛନ୍ତି। ଯେମିତି ଆମର ପୁରୀରେ ଜଗନ୍ନାଥ ପୂଜା ପାଉଛନ୍ତି, ନାରାୟଣଙ୍କର ଜଣେ ଅବତାର ବା ନାରାୟଣଙ୍କର ସ୍ୱରୂପ, ଠିକ୍ ସେହିପରି ପଦ୍ମନାଭ ସ୍ୱାମୀ ମଧ୍ୟ ବିଷ୍ଣୁଙ୍କର ଜଣେ ସ୍ୱରୂପ। ତେବେ ଏହି ପଦ୍ମନାଭ ସ୍ୱାମୀଙ୍କର ମନ୍ଦିରର ରହସ୍ୟ କ'ଣ? ନା ଏହି ମନ୍ଦିରରେ ପଦ୍ମନାଭ ସ୍ୱାମୀ ତ ପୂଜା ପାଉଛନ୍ତି, ତା ସହିତ ଏ ମନ୍ଦିରରେ ଅନେକ ଗୁଡ଼ିଏ ରହସ୍ୟମୟ କୋଠରୀ ଅଛି, ଯେଉଁଠି ବହୁତ ଧନରତ୍ନ ଅଛି। ବହୁ ପୁରୁଣା କାଳରୁ ସେଇ ଘର ଗୁଡ଼ିକରେ, ଯେମିତି ଆମର ପୁରୀରେ ଗର୍ଭଗୃହ ଗୁଡ଼ିକରେ ଯେମିତି ଧନରତ୍ନ ଅଳଙ୍କାର ସବୁ ଅଛି, ଠିକ୍ ସେଇମିତି ପଦ୍ମନାଭ ସ୍ୱାମୀଙ୍କ ମନ୍ଦିରରେ ମଧ୍ୟ ବହୁତ ଗୁଡ଼ିଏ ଧନରତ୍ନ ଅଛି। ପଦ୍ମନାଭ ସ୍ୱାମୀଙ୍କ ମନ୍ଦିରର ଗର୍ଭଗୃହରେ 7ଟି କୋଠରୀ ଏମିତି ଅଛି, ସେଥିରୁ 6ଟି କୋଠରୀକୁ ଖୋଲା ଯାଇଛି, ଆଉ 7 ନମ୍ବର କୋଠରୀକୁ ଆଜି ପର୍ଯ୍ୟନ୍ତ ଖୋଲା ଯାଇପାରିନାହିଁ। ତାହା ଏହି ପର୍ଯ୍ୟନ୍ତ ମଧ୍ୟ ଏକ ରହସ୍ୟମୟ ହୋଇକି ସମସ୍ତଙ୍କ ପାଇଁ ଅଛି। ପ୍ରଶାସନ ଯେତେ ବି ଚେଷ୍ଟା କଲା, କିନ୍ତୁ ସେଇ 7 ନମ୍ବର କୋଠରୀକୁ ଖୋଲିବାରେ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ଅସଫଳ। ଏମିତି କୁହାଯାଏ କି ଯିଏ ସେ କବାଟକୁ ଖୋଲିବ, ଯିଏ ସେ ଦ୍ୱାରକୁ ଖୋଲିବ, ତାର ମୃତ୍ୟୁ ସୁନିଶ୍ଚିତ। ସେଇ କୋଠରୀର କବାଟରେ 2ଟି ସାପର ଚିତ୍ର ଅଛି, ଯାହାକି ଗୋଟେ ୱାର୍ଣ୍ଣିଂ ବୋଲି ଆପଣମାନେ ଧରିପାରନ୍ତି। ପୂର୍ବରୁ ବହୁତ ଆକ୍ରମଣକାରୀମାନେ ବହୁତ ଥର ସେ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି ଏବଂ ସେ କୋଠରୀକୁ ଖୋଲିବାକୁ ମଧ୍ୟ ଚେଷ୍ଟା କରିଛନ୍ତି, କିନ୍ତୁ ସମସ୍ତେ ଅସଫଳ ହୋଇଛନ୍ତି। ଏଟା ଆପଣମାନେ ନାରାୟଣଙ୍କର ମହିମା କୁହନ୍ତୁ କିମ୍ବା ରହସ୍ୟ। ତେବେ ମାନ୍ୟତା ଅନୁସାରେ ଏ ଯେଉଁ କୋଠରୀଟିକୁ ନାଗପାଶ ମନ୍ତ୍ରରେ ବନ୍ଦ କରାଯାଇଛି। ଆଉ ଏ କୋଠରୀକୁ ଖୋଲିବ କେମିତି? କିପରି ଖୋଲିବେ? ନା ଗରୁଡ଼ ମନ୍ତ୍ର ସାହାଯ୍ୟରେ ଏ କୋଠରୀକୁ ଆପଣମାନେ ଖୋଲିପାରିବେ, ଯାହାକି ମତାମତ ରହିଛି, କିନ୍ତୁ ତାହା ଏଯାବତ୍ ହୋଇପାରିନାହିଁ। ତେବେ ସେଠିକାର ଲୋକମାନଙ୍କ ଅନୁସାରେ ସେଇ କବାଟରେ ଯଦି ଆପଣମାନେ କାନ ଦେଇକି ଶୁଣିବେ, ତାହେଲେ ସାପମାନଙ୍କର ଗର୍ଜନ, ସମୁଦ୍ରର ଗର୍ଜନ, ବିଭିନ୍ନ ହିଂସ୍ରଜନ୍ତୁମାନଙ୍କର ଗର୍ଜନ ସେ କବାଟର ପଛପଟୁ ଶୁଣାଯାଏ। ତେବେ ସେଠାକାର ଲୋକମାନଙ୍କ ଅନୁସାରେ ସେ ଘର ଭିତରେ ମହାଭାରତର ବହୁତ କିଛି ଅସ୍ତ୍ରଶସ୍ତ୍ର ସେ ଘର ଭିତରେ ରଖାଯାଇଛି। ଖାସ୍ କରିକି ସେ ଘରେ ବ୍ରହ୍ମାସ୍ତ୍ର ଏବଂ କୌସ୍ତୁଭ ମଣି ଅଛି ବୋଲି ବିଶ୍ୱାସ କରାଯାଏ। ଏବଂ ମାନ୍ୟତା ଅନୁସାରେ ସେ ଘର ଭିତରେ ମଧ୍ୟ ମହାଭାରତ କାଳର ଅନେକ ଅସ୍ତ୍ରଶସ୍ତ୍ର, ଯାହାକି ଦିବ୍ୟାସ୍ତ୍ର ଗୁଡ଼ିକ ସେ ଘର ଭିତରେ ଅଛି ବୋଲି ବିଶ୍ୱାସ କରାଯାଏ। ଶାସ୍ତ୍ର ଅନୁସାରେ, ଯାହାକି ସେଠାକାର ଲୋକମାନେ କୁହନ୍ତି, ସେ କବାଟକୁ କେବଳ କଳ୍କି ଅବତାର ହିଁ ଖୋଲିବେ। ତାପରେ ଲାଡୁ ଦେବତା। ଏଇ ଯେଉଁ ମନ୍ଦିରଟି ଉତ୍ତରାଖଣ୍ଡର ଚମୋଲିରେ ଅବସ୍ଥିତ। ଲାଡୁ ଦେବତା, ଏ ମନ୍ଦିରର ରହସ୍ୟ କ'ଣ? ନା ଏ ମନ୍ଦିରର ରହସ୍ୟ ହେଉଛି, ଏଠିକି ଯେଉଁମାନେ ବି ଦର୍ଶନ କରିବା ପାଇଁ ଯାଆନ୍ତି, ସେମାନେ ମନ୍ଦିର ଭିତରକୁ ଯାଇକି, ଗର୍ଭଗୃହକୁ ଯାଇକି କେହି ବି ଦର୍ଶନ କରନ୍ତି। ସମସ୍ତେ ମନ୍ଦିର ପରିସର ଭିତରେ, ଗର୍ଭଗୃହ ବାହାରେ ଯେଉଁ ପରିସର ଅଛି, ସେଇ ପରିସରରେ ଯାଇକି ପୂଜା ଅର୍ଚ୍ଚନା କରନ୍ତି। ତାଙ୍କର ପୂଜକ ହେଲେ ମଧ୍ୟ ସେମାନେ ବି ସେ ମନ୍ଦିର ଭିତରକୁ ଯେତେବେଳେ ଯାଆନ୍ତି, ଆଖିରେ ପଟି ବାନ୍ଧିକି ଯାଆନ୍ତି। କାହିଁକିନା ବିଶ୍ୱାସ କରାଯାଏ କି ଯଦି ଆପଣମାନେ ଖାଲି ଆଖିରେ ସେ ମନ୍ଦିର ଭିତରକୁ ଯାଇକି, ଗର୍ଭଗୃହକୁ ଯାଇକି ଭଗବାନଙ୍କୁ ଦର୍ଶନ କରିବା ପାଇଁ ଚେଷ୍ଟା କରିବେ, ତାହେଲେ ଆପଣ ହୁଏତ ଅନ୍ଧ ହୋଇଯାଇପାରନ୍ତି। ତେଣୁ ତାଙ୍କର ପୂଜକ ମଧ୍ୟ ଯେତେବେଳେ ବି ଯାଆନ୍ତି ପୂଜା କରିବାକୁ, ଆଖିରେ ପଟି ବାନ୍ଧିକି ଯାଆନ୍ତି। ତେବେ ଏ ଲାଡୁ ଦେବତାଙ୍କର ମନ୍ଦିରର କବାଟ ବର୍ଷରେ ଗୋଟିଏ ଦିନ ହିଁ ଖୋଲାଯାଏ, ଯେଉଁଦିନ ଯେତେବେଳେ ପୂଜାରୀ ମଧ୍ୟ ସେ ଭିତରକୁ ଯାଆନ୍ତି, ସେ ମଧ୍ୟ ଆଖିରେ ପଟି ବାନ୍ଧିକି ଯାଆନ୍ତି। କାହିଁକିନା ମାନ୍ୟତା ଅନୁସାରେ ଏ ମନ୍ଦିର ଭିତରେ ସ୍ୱୟଂ ନାଗରାଜ ଅଛନ୍ତି ତାଙ୍କ ମଣି ସହିତ। ଆଉ ଯଦି ତାଙ୍କର ଦୃଷ୍ଟି ଆପଣଙ୍କ ଉପରେ ପଡ଼େ ବା ସେଇ ମଣି ଉପରେ ଆପଣଙ୍କର ଦୃଷ୍ଟି ପଡ଼େ, ତାହେଲେ ଆପଣମାନେ ନିଜର ଚକ୍ଷୁ ହରାଇବାଟା ସ୍ୱାଭାବିକ କଥା। ଖାଲି ପୂଜକ ଆଖିରେ ପଟି ବାନ୍ଧିକି ଯାଆନ୍ତି ତା ନୁହଁ,
ପୂଜକ ଯେତେବେଳେ ଭିତରକୁ ଯାଆନ୍ତି ଚେଷ୍ଟା କରାଯାଏ ଯେ ଯେହେତୁ ନାଗରାଜ ଅଛନ୍ତି ଭିତରେ, ନାଗରାଜଙ୍କର କୌଣସି ଗନ୍ଧ ଯେମିତି ପୂଜକଙ୍କ ପାଖକୁ ଆସିବନି, ଆଉ ପୂଜକଙ୍କର କୌଣସି ଗନ୍ଧ ଯେମିତି ନାଗରାଜଙ୍କ ପାଖକୁ ଯିବନି, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ। ନାକରୁ କୌଣସି ପ୍ରକାର ବାୟୁ ଯେମିତି ବାହାରିବନି, ଆଖି ବନ୍ଦ, ନାକ ବନ୍ଦ, ଏଇଭଳି ଅବସ୍ଥାରେ ତାଙ୍କର ପୂଜା କରାଯାଏ। ଏ ହେଉଛି ଲାଡୁ ବାବାଙ୍କର ମନ୍ଦିରର ରହସ୍ୟ। ତାପରେ ଗଗନମଠ ଶିବ ମନ୍ଦିର, ଏ ମନ୍ଦିରଟି ମଧ୍ୟ ବହୁତ ରହସ୍ୟମୟ। ଏ ମନ୍ଦିରର ରହସ୍ୟ କ'ଣ? ନା ଏ ମନ୍ଦିରର ରହସ୍ୟ ହେଉଛି ନା ଏ ମନ୍ଦିରରେ କୌଣସି ଝରକା ଅଛି, ନା କବାଟ ଅଛି, ନା କୌଣସି ଦ୍ୱାର ଅଛି। ଏମିତି ଭାବରେ ମନ୍ଦିରକୁ ତିଆରି କରାଯାଇଛି ସବୁଆଡ଼ୁ ଖୋଲା। ଆଉ ଏଠି ପୂଜା ପାଉଛନ୍ତି ମହାଦେବ। ଏ ମନ୍ଦିରର ରହସ୍ୟ ଦେଖନ୍ତୁ। ଏ ମନ୍ଦିରକୁ ଯେତେବେଳେ ଆପଣମାନେ ଦେଖିବେ ଆପଣଙ୍କୁ ଲାଗିବ ଯେମିତି ଏ ମନ୍ଦିରଟି ବର୍ତ୍ତମାନ ଗଳି ପଡ଼ିବ, ସେଭଳି ଭାବରେ ଆପଣଙ୍କୁ ଲାଗିବ। କିନ୍ତୁ ମହାଦେବଙ୍କର ମହିମା ଦେଖନ୍ତୁ। ଆଜି ପର୍ଯ୍ୟନ୍ତ ଯେତେ ଝଡ଼ ତୋଫାନ ଆସିଲେ ବି ସେ ମନ୍ଦିରର କିଛି କ୍ଷତି ହୋଇନି। ସେ ମନ୍ଦିର ଏଇଥିପାଇଁ ରହସ୍ୟମୟ, କାହିଁକିନା ସେ ମନ୍ଦିରରେ ଯେଉଁ ସବୁ ପଥର ଲାଗିଛି ସେ ପଥର ସେଠାକାର ନୁହଁ। ଆଉ ସେଠାକାର ମାନ୍ୟତା ଅନୁସାରେ, ସେଠାକାର ଲୋକଙ୍କ ଅନୁସାରେ ସେ ମନ୍ଦିରକୁ ଭୂତମାନେ ରାତାରାତି ତିଆରି କରିଥିଲେ ମହାଦେବଙ୍କ ଉଦ୍ଦେଶ୍ୟରେ, ମହାଦେବଙ୍କୁ ପୂଜା କରିବା ପାଇଁ। ଆଉ ଗୋଟେ ସୁନ୍ଦର ଶିବଲିଙ୍ଗ ମଧ୍ୟ ସେଇ ମନ୍ଦିରର ଗର୍ଭଗୃହରେ ରହିଛି। ତେବେ ମାନ୍ୟତା ଅନୁସାରେ ଏ ମନ୍ଦିରକୁ ଯେତେବେଳେ ଭୂତମାନେ ବନଉଥିଲେ, ରାତି ଭିତରେ ତ ସରିଲାନି, କାମ ସରିଲାନି। ତେଣୁ କ'ଣ ହେଲା ନା ସକାଳ ହୋଇଗଲା। ଯେହେତୁ ସକାଳ ହୋଇଗଲା, ଭୂତମାନେ କୌଣସି କାମ କରିପାରିଲେନି, ଆଉ ସେ ମନ୍ଦିରଟି ସେଇ ଅବସ୍ଥାରେ ରହିଗଲା। ମାନ୍ୟତା ଅନୁସାରେ ଆଜି ବି ରାତିରେ ସେ ମନ୍ଦିରକୁ ପୂଜା କରିବା ପାଇଁ ଭୂତମାନେ ଆସନ୍ତି। ଏହା ହେଉଛି ମହାଦେବଙ୍କର ଏକ ରହସ୍ୟମୟ ମନ୍ଦିର। ବିହାରରେ ଥିବା ମା ମୁଣ୍ଡେଶ୍ୱରୀ ମନ୍ଦିର, ଏହି ମନ୍ଦିରଟି ଚଣ୍ଡମୁଣ୍ଡ ଯେତେବେଳେ ବଧ କରିଥିଲେ ମା ଦୁର୍ଗା, ସେଇ ଘଟଣା ସହିତ ଏ ମନ୍ଦିରର ସମ୍ପର୍କ ରହିଛି। ତେବେ ଶୁମ୍ଭ ଆଉ ନିଶୁମ୍ଭଙ୍କର ସେନାପତି ଚଣ୍ଡମୁଣ୍ଡ ଏଇ ଭୂମିରେ ବଦ୍ଧ ହୋଇଥିଲେ। ଏହି ମନ୍ଦିରର ରହସ୍ୟ କ'ଣ? ନା ଏ ମନ୍ଦିରରେ ଛେଳି ବଳି ଦିଆଯାଏ। ଯେହେତୁ ବଳି ଦିଆଯାଏ, କିନ୍ତୁ ବଳିଟି ଟିକେ ଅଲଗା ପ୍ରକାରର। ବଳିର ମାନେ ଆମେ ସାଧାରଣତଃ ଭାବରେ କ'ଣ ଜାଣନ୍ତି ନା ଛେଳି ହେଉ, ମେଣ୍ଢା ହେଉ, ଯାହା ବି ହେଉ, ତାକୁ କାଟିଲା ପରେ ତାର ବଳି ଦିଆଯାଏ। ଆପଣମାନେ କଖାରୁକୁ ବି ବଳି ଦିଆଯାଏ, କୁଷ୍ମାଣ୍ଡ ବଳି ଯେତେବେଳେ ତାକୁ କାଟିଲା ପରେ ତ ବଳି ଦିଆଯାଏ ନା। କିନ୍ତୁ ଏଠି ଯେତେବେଳେ ଛେଳିକୁ ବଳି ଦିଆଯାଏ, ତାକୁ କଟାଯାଏନି, ପୁରା ଠାକୁରଙ୍କ ପାଖରେ ଆଣିକି ସମର୍ପଣ କରାଯାଏ। ଆଉ ଯେତେବେଳେ ପୂଜକ ମାଙ୍କ ପାଖରେ ସେ ଛେଳିଟିକୁ ଚଢ଼େଇ ଦିଅନ୍ତି, କିଛି ସମୟ ପାଇଁ ସେ ଛେଳିଟି ବେହୋସ ହୋଇଯାଏ ଏବଂ ପୁଣି କିଛି ସମୟ ପରେ ତାର ହୋସ୍ ଆସେ, ଆଉ ତାକୁ ଠାକୁରଙ୍କ ପାଖରୁ ନେଇକି ଯଜମାନଙ୍କୁ ଦେଇ ଦିଆଯାଏ। ଯିଏ ବି ମାନସିକ କରିଥିବ, ଯିଏ ବି ଚଢ଼େଇଥିବ, ତାକୁ ପୁଣି ଆଉ ଥରେ ଫେରାଇ ଦିଆଯାଏ। ଏଠି କୌଣସି ପ୍ରକାରର ହଣାହୁଣି ହୁଏନି, ମାରନ୍ତି ନାହିଁ, ଗୋଟା ଚଢ଼ାନ୍ତି, ଭଗବାନଙ୍କୁ ସମର୍ପଣ କରିଦିଅନ୍ତି। ଆଉ ଭଗବାନ ମଧ୍ୟ କିଛି ବି କ୍ଷତି କରନ୍ତିନି। ଏହା ହେଉଛି ମନ୍ଦିରର ରହସ୍ୟ। ଖାସ୍ କରିକି ଯେତେବେଳେ ସେ ଛେଳିଟିକୁ ଆଣିକି ମାଙ୍କ ପାଖରେ ସମର୍ପଣ କରିଦିଆଯାଏ, ସେ ଛେଳିଟି କିଛି ସମୟ ପାଇଁ ବେହୋସ ହୋଇଯାଏ ଏବଂ ଯେତେବେଳେ ପୂଜକ ମାଙ୍କର କିଛି ବେଲପତ୍ର, କିଛି ଫୁଲ ଆଣିକି, କିଛି ଅକ୍ଷତ ସେ ଛେଳି ଉପରେ ପକାଇ ଦିଅନ୍ତି, ସେ ପୁଣି ହୋସ୍କୁ ଆସେ ଆଉ ତାକୁ ପୁଣି ଫେରାଇ ଦିଆଯାଏ। ଏହା ହେଉଛି ଏଇ ମନ୍ଦିରର ରହସ୍ୟ। ଯଦି ବି କେବେ ଆପଣମାନେ ବିହାର ଯାଉଛନ୍ତି, ଏ ମନ୍ଦିରର ଦର୍ଶନ ନିହାତି ଭାବରେ କରିବେ। ତା ପରବର୍ତ୍ତୀ ମନ୍ଦିରଟି ହେଉଛି ମୁରୁଗନ୍ ମନ୍ଦିର, ଯାହାକି ତାମିଲନାଡୁରେ ଅଛି। ଏ ମନ୍ଦିରଟି ତାମିଲନାଡୁରେ କନ୍ୟାକୁମାରୀ ଠାରୁ ମାତ୍ର 75 କିଲୋମିଟର ଦୂରରେ ଅଛି। ତେବେ 17 ଶତାବ୍ଦୀରେ ଇଂରେଜମାନେ ଏ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଆଉ ଏ ମନ୍ଦିରରେ ଯାହା ବି ସବୁ ବହୁମୂଲ୍ୟ ରତ୍ନ ଅଳଙ୍କାର ସବୁ ଥିଲା, ହୀରା, ମୋତି, ମାଣିକ ଯାହା ବି ଥିଲା, ଏବଂ ତା ସହିତ ଯେଉଁ ପଞ୍ଚରତ୍ନରେ ତିଆରି ହୋଇଥିଲା ଯେଉଁ କାର୍ତ୍ତିକେୟଙ୍କର ଯେଉଁ ମନ୍ଦିର, କାହିଁକିନା ଏଠି ପୂଜା ପାଉଛନ୍ତି କାର୍ତ୍ତିକେୟ, ମହାଦେବଙ୍କର ପୁତ୍ର କାର୍ତ୍ତିକେୟ। ଯେହେତୁ ସେଠି ପୂଜା ପାଉଛନ୍ତି, ଆଉ ତାଙ୍କର ଯେଉଁ ମୂର୍ତ୍ତିଟି ତାହା ପଞ୍ଚରତ୍ନରେ ତିଆରି, ସେଇ ମୂର୍ତ୍ତିଟିକୁ ଯେହେତୁ ତାହା ବହୁମୂଲ୍ୟର, ତାକୁ ଆଉ ତାହା ସହିତ ଯାହା ବି ଅଳଙ୍କାର ସବୁ ଲୁଟିଲେ, ତାକୁ ନେଇକି ସମୁଦ୍ର ମାର୍ଗ ଦେଇକି, ସେତେବେଳେ ତ ଗୋଟିଏ ମାର୍ଗ ଥିଲା ସମୁଦ୍ର ମାର୍ଗ ଦେଇକି ତାଙ୍କ ଦେଶକୁ ନେଇଯିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ସେହି ସମୟରେ ଅଚାନକ ଭାବରେ ସମୁଦ୍ରରେ ବଡ଼ ବଡ଼ ଲହଡ଼ି ଆସିଲା, ସମୁଦ୍ରରେ ଝଡ଼ ତୋଫାନ ଆସିଲା। ତେବେ ଏଇ ଝଡ଼ ତୋଫାନକୁ ଦେଖିକି ଯେହେତୁ ସେମାନେ ଠାକୁରଙ୍କୁ ନେଇକି ଯାଉଥିଲେ, ଆଉ ତାଙ୍କ ମନରେ ମଧ୍ୟ ଗୋଟେ ସନ୍ଦେହ ଜାତ ହେଲା ଯେ ଆମେ ଏଇ ଯେଉଁ ଠାକୁରଙ୍କୁ ଆଣିଛନ୍ତି ବୋଲି ଝଡ଼ ତୋଫାନ ହେଉଛି କି। ତେଣୁ ସେମାନେ ଡରେ କ'ଣ କଲେ, ସେଇ ଯେଉଁ କାର୍ତ୍ତିକେୟଙ୍କର ସେ ଯେଉଁ ମୂର୍ତ୍ତିଟିକୁ ସମୁଦ୍ର ଭିତରକୁ ପକାଇ ଦେଇକି ସେମାନେ ଚାଲିଗଲେ। ତେବେ ତାପରେ ଭଗବାନଙ୍କର ମହିମା ଦେଖନ୍ତୁ। ତାପରେ ସ୍ୱପ୍ନାଦେଶ ହେଲା ତାଙ୍କର ପୂଜକଙ୍କୁ, ସ୍ୱପ୍ନାଦେଶ ହେଲା
भगवान कहले कि जोठी मोर मूर्ति थिबो समुद्र रे ता उपरे देखिबो गोटे लेंबुटे भासुथुबो आ तुमे तुरंत जाइकी मते सेठु आनिकी पुणी आउथरे मंदिर रे स्थापित कर। ठीक से हैला लोक माने संगे संगे से जगह को गले आ देखिले सतरे सेठी लेंबुटे भासुची आ ता तळे जेतबेले बुड़ीकी देखिले भगवान अछंती तेणु तांकु सेठारु उद्धार करिकी आनिकी पुणी आउथरे मंदिर रे स्थापन कले। जेहेतु समुद्र पाखरे मंदिरटी बहुत थर झड़ तोफान होईची बहुत थर सुनामी आसीची किंतु ये मंदिर पर्यंत केबे भी पहुँचे आ मंदिरर कौनसी क्षति केबे भी हेनी। यह हूँ ये मंदिरर महिमा। से जो मूर्ति से नहीं जाऊले आ जो मूर्ति को से समुद्र पाइक आणले से आज भी से मंदिर रे पूजा पाँच जब भी जाऊँच निहाती भाव में मंदिर दर्शन करेंगे। तबे ये थिला आम भारतर केतोटी रहस्यमय मंदिर मानक मध्यरु केतोटी मंदिर। आशा करछि आजिकार ये भिडियोटी आपण मानक निश्चय किसी ना किसी ज्ञान दे पार्थिबो, निश्चय भल लागिथिबो। वीडियो भल लागिथिले वीडियो को लाइक करिवे, शेयर करिवे, चैनल को सब्सक्राइब करिवे। रहिली जय जगन्नाथ।